ପାଟଣା ଉଚ୍ଛେଦର 3 ମାସ ପରେ ବି ଡ୍ରେନ୍ କାମ ନିର୍ମାଣ ହେଉନି। କେନ୍ଦୁଝର ଜିଲ୍ଲା ପାଟନା ବଜାର ମୁଖ୍ୟାଳୟଠାରେ ଦୋକାନଗୁଡ଼ିକୁ ଜବରଦଖଲ ଉଚ୍ଛେଦ କରାଯାଇଛି। 3 ମାସ ହେବ ଉଚ୍ଛେଦ ହୋଇଥିଲେ ମଧ୍ୟ ଡ୍ରେନ୍ କାମ ଆରମ୍ଭ ହୋଇପାରି ନାହିଁ। ଗତ 3 ମାସ ତଳେ ମେ ମାସ 23 ତାରିଖରେ ଦୁଇଟା ବୁଲଡୋଜର ଦ୍ୱାରା ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ମାଜିଷ୍ଟ୍ରେଟ୍ ଭାବେ ପରମାନନ୍ଦ ଖଣ୍ଡେଇଙ୍କ ନେତୃତ୍ୱରେ ଉଚ୍ଛେଦ କରାଯାଇଥିଲା। ଏଥିରେ ଘଟଗାଁ ଏସ୍ଡିପିଓ ବିଜୟକୃଷ୍ଣ ମହାପାତ୍ର, ପାଟନା ତହସିଲଦାର ପୂର୍ବତନ ତହସିଲଦାର ନୀଳାବତୀ ନାୟକ, ଅତିରିକ୍ତ ତହସିଲଦାର ଶ୍ରବଣ କୁମାର ଜେନା, ସୁପରଭାଇଜର ବନମାଳୀ ନାୟକ, ପାଟନା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଅତିରିକ୍ତ ଥାନା ଅଧିକାରୀ ଲକ୍ଷ୍ମଣ ଆଜି ପ୍ରମୁଖ ଉପସ୍ଥିତିରେ 2 ପ୍ଲାଟୁନ୍ ଫୋର୍ସ ସହାୟତାରେ ଭଙ୍ଗା ଯାଇଥିଲା। ହେଲେ ଘଟଗାଁ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏଣୁ ତୁରନ୍ତ ଡ୍ରେନ୍ କାମ ନିର୍ମାଣ ସହିତ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରିବାକୁ ଦାବି ହେଉଛି। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।